ଆଗରୁ ମାନସିକ ନିର୍ଯାତନା ପାଇସାରିଲା ପରେ ବି ମୋତେ ମୁଁ ମରିବାକୁ ଡରୁନଥିଲି। କିନ୍ତୁ ଏବେ ମୋର ଗୋଟେ ଝିଅ ହେଇସାରିଲା ପରେ କାହିଁକି କେଜାଣି ମୁଁ ମରିବାକୁ ବହୁତ ଡରୁଛି। ମୁଁ ମରିସାରିଲା ପରେ ମୋ ଛୁଆର କ'ଣ ହେବ? ଏଇ ଫ୍ୟାମିଲି କାହା ଭରସାରେ ଆମେ ଆମ ଛୁଆକୁ ଛାଡ଼ିକି ଯିବା? ଯିଏ ଏବେ ଆମ ସାମ୍ନାରେ ଭଲ ଦେଖେଇ ଦେଉଛନ୍ତି, ଟିକେ ଆମେ ପିଠି ଆଡ଼େଇ ଦେଲେ ଆମ ପିଠି ପଛରେ ଯିଏ ଖରାପ ଚିନ୍ତାଧାରା, ଆମ ଛୁଆକୁ ନେଇ ଖରାପ କଥା କହିବା, ଆମ ଆଗରେ ସବୁ ଠିକ୍, ବାପା ମାଆଙ୍କ ଆଗରେ ସବୁ ଠିକ୍, ତମ ଛୁଆ ଭଲ ଇଏ ସିଏ, କିନ୍ତୁ ଆମେ ଟିକେ ବି ପିଠି ଆଡ଼େଇ ଦେବୁ ନା, ବୁରାଇ ଚାଲୁ। ସେଥିପାଇଁ କହିଛି ଆଜ୍ଞା, ଛୁଆ ପ୍ରତି ବହୁତ ଧ୍ୟାନ ଦିଅନ୍ତୁ, ତା'ର ଯତ୍ନ କରନ୍ତୁ। ଆମେ ମରିଲା ପରେ ଆମ ଛୁଆର କେହି ବି ନାହିଁ, କେହି ହେବେନି।